କଥାଟା ସିନା ତିନି ଗାଁର, କିନ୍ତୁ ଖବରଟା 10-25 ଖଣ୍ଡ ଗାଁରେ ଜଣାଶୁଣା। ଏ ଗାଁର କୁଆ ରାତି ପାଇଲେ ସେ ଗାଁରେ ଉଡ଼ି ଆର ଗାଁର ଚାଳରେ ବସି କିଛି ବାଚବିଚାର ନଥାଇ ସବୁଠାରୁ ଆହାର ସଂଗ୍ରହ କରି ଆସେ। ସବୁ ଗାଁରେ ଏକାପରି ଡାକେ। ଏ ଗାଁର ଗାଈ ଗୋଠ ସେ ଗାଁର ପଡ଼ିଆକୁ ଚରିବାକୁ ଯାଆନ୍ତି। ଏ ଗାଁର ବୁଲା କୁକୁର ଖାଦ୍ୟ ଅନ୍ୱେଷଣ କରି ଅନ୍ୟ 2-4 ଗାଁରେ ବୁଲି ଆସନ୍ତି। କିନ୍ତୁ ଏହି କଥା କୁକୁର ଓ ଗାଈ ଗୋରୁଙ୍କୁ ସେ କଥା କେହି କିଛି କହନ୍ତି ନାହିଁ। ମାତ୍ର ଏ ଗାଁର ଲୋକ ଆର ଗାଁକୁ ଗଲେ, ସେ ଗାଁର ପାରି ତୃତୀୟ ଗାଁର ଦାଣ୍ଡରେ ଚାଲିଲେ, କିମ୍ବା ସେଇ ଗାଁର ଲୋକ ଏ ଗାଁକୁ ଆସିଲେ, ଅଥବା ତିନି ଗାଁର କେହି ଲୋକ ଏକାଠି ଭେଟ ହେଲେ, କାହା ମୁହଁରୁ କେତେ କଥା ବାହାରେ। କିଏ କହେ ପାଠର ଦୋଷ, କିଏ କହେ ସମାଜର ଦୋଷ, କିଏ ବା କହେ ପାଠର ଦୋଷ ନୁହେଁ କି ସମାଜର ଦୋଷ ନୁହେଁ, ଦୋଷଟା ହେଉଛି ନୀଳ ମାଷ୍ଟରାଣୀର। ନିମାପଡ଼ାର ପାଖ 3ଟି ଗାଁ ଦାଣ୍ଡରେ ଏହିପରି କେତେ କଥା ଚାଲେ। ଏ ନୀଳ ମାଷ୍ଟରାଣୀ କିଏ? ସମୟଟା ଖରାଦିନ ରାତି, ଆକାଶ ଧୂମିଆମାନ। ନିଷ୍ପ୍ରଭ ଚନ୍ଦ୍ର ଆଲୋକରେ ଜଗତ ଛାଇଛାୟା ଦେଖାଯାଉଛି। ରାତି ପ୍ରାୟ ପହରକୁ ବଦଳି ଯାଇଛି। ଏ 3ଟି ଗାଁ ଭିତରୁ ଗୋଟିଏ ଗାଁର ଛୋଟ କୁଡ଼ିଆ ଭିତରେ 2-4 ବୁଜୁଳା ମହିଳା ଲୁଗା ଉପରେ ମୁହଁ ପୋତି ପଡ଼ି ରହିଛି। 22 ବର୍ଷ ବୟସର ଗୋଟିଏ ଯୁବତୀ କେତେ କଥା ଭାବୁଛି। କିଏ ଦେଖିଲେ ହୁଏତ ଭାବିପାରେ ଯୁବତୀ ସାରାଦିନ ପରିଶ୍ରମ କରି କ୍ଳାନ୍ତ ହୋଇ ପଡ଼ିଯାଇଛି। ତାର ଚେତା ନାହିଁ, କେବଳ ଶାରୀରିକ ଶ୍ରମ ଫଳରେ ଏକଡ଼ ସେକଡ଼ ଲେଉଟାଉଛି। କିନ୍ତୁ ପ୍ରକୃତରେ ତାହା ନୁହେଁ। ତାର ଯେ କ୍ଳାନ୍ତି ତାକ ଶାରୀରିକ କ୍ଳାନ୍ତି ନୁହେଁ, ତାହା ହେଉଛି ମାନସିକ କ୍ଳାନ୍ତି। ଗତ 3 ବର୍ଷ ଭିତରେ ସେ ଏପରି ଭାବରେ ମାନସିକ କ୍ଳାନ୍ତି ଭୋଗ କରି ଆସିଛି ଯେ ତାର ଅନ୍ତରାତ୍ମା ସେଥିରେ ଦହି ହୋଇଯାଇଛି। ସେ ଆଖି ବୁଜି ପଡ଼ିଛି ସତ, ଆଖିକି ତାର ନିଦ ନାହିଁ। ଆଖି ବୁଜି ମଧ୍ୟ ସେ ସବୁ ଦେଖିପାରୁଛି। ତାର ମୁଦା ଆଖି ଭିତରେ ଏକ ବିରାଟ ସଂସାର ଦେଖାଯାଉଛି। କିନ୍ତୁ ସେ ସଂସାର ସମ୍ପୂର୍ଣ୍ଣ ଧ୍ୱଂସ ବିଧ୍ୱସ୍ତ। ସେହି ସଂସାରର ରାସ୍ତାଘାଟ ନାହିଁ, ଥଳକୂଳ ନାହିଁ, ମୁଣ୍ଡ ଗୁଞ୍ଜିବାକୁ ବି ସ୍ଥାନ ନାହିଁ। ସେ ଦେଖୁଛି 10-12 ବର୍ଷ ତଳର ସବୁ ଦୃଶ୍ୟ। ମାନସ ଚକ୍ଷୁରେ ତାହା କେଡ଼େ ସୁନ୍ଦର। ଦେଖୁଛି ସେ ଗୋଟିଏ ବ୍ରାହ୍ମଣ ପରିବାରର ନିରୋଳା କୁଟୀର। ସେହି କୁଟୀର ଭିତରେ 2ଟି ସନ୍ତାନ ଓ ତାଙ୍କର ପିତୃଦେବ। ମା 2 ବର୍ଷ ତଳୁ ଚାଲିଯାଇଛି। ମା ଚାଲିଯିବାର ଦୁଃଖ ତାକୁ ଯେତେ ବାଧୁନାହିଁ, ବାଧୁଛି ବାପାଙ୍କୁ। ରାତି 9 ପାହୁଣୁ ଉଠି ଗାଁ ମୁଣ୍ଡ ପୋଖରୀ କୂଳରେ ଥିବା ଠାକୁର ମନ୍ଦିର ହତା ଭିତରୁ ଆଞ୍ଜୁଳାଏ ସଜ ଫୁଲ ତୋଳି ଆଣି ଚାଲି ଯାଉଛନ୍ତି ବାହାରକୁ। ଆଉ ସେହି ପିଲା 2ଟି ଦାଣ୍ଡପିଣ୍ଡାରେ ବସି ତାଙ୍କୁ ଅପେକ୍ଷା କରି ରହିଛନ୍ତି। ବାପା ଫେରୁ ଆସୁଛନ୍ତି ବେଳ ପହରକୁ। ଘରେ ପୁଣି ଆନନ୍ଦର କୋଳାହଳ ପଡ଼ିଯାଉଛି। ବାପା ସେମାନଙ୍କୁ କ୍ଷଣେ ବୁକୁ ତଳେ ଜାକି ଧରି ସେମାନେ ନ ଜାଣିଲା ପରି ଆଖିରୁ ଲୁହ ପୋଛି ଘର ଉଳେଇ ଚୁଲି ଜାଳି ରୋଷେଇ ସାରି ଦିଅଁଙ୍କ ଘରେ ପୂଜା କରି ବସୁଛନ୍ତି। ଦିଅଁଙ୍କ ଘରେ ପୂଜା କରିବାକୁ ବସି ସେ ଠାକୁରଙ୍କୁ କେତେ ଯେ କ'ଣ କହୁଛନ୍ତି, ପିଲାମାନେ କିଛି ବୁଝିପାରୁନାହାନ୍ତି। ଯୁବତୀ କଡ଼ ଲେଉଟାଉଛି। ଆଖି ଫିଟେଇ ଦେଖୁଛି ସେ ଘରେ କେହି ନାହାନ୍ତି। ତାପରେ ପୁଣି ଆଖି ବୁଜୁଛି। ପୁଣି ସେ ଦେଖୁଛି ସେ ଅତୀତର ଚିତ୍ର। ସେହି ଯେଉଁ ମାତୃହୀନ 2ଟି ସନ୍ତାନ, ସେ ଭିତରେ ସାନଟି ହେଉଛି ଭାଇ, ଭଉଣୀ 8-10 ବର୍ଷର। ଭାଇ ଭଉଣୀ ଦୁହେଁ ଗାଁ ଚାଟଶାଳୀକୁ ଯାଇ ପାଠ ପଢ଼ୁଛନ୍ତି। ଧୂଳିଧୂସର ହୋଇ ବହି ସିଲଟ ହାତରେ ଧରି ଘରକୁ ଫେରିଲା ବେଳେ ମାତୃଶୂନ୍ୟ ସେ କୁଟୀରରେ ପିତାଙ୍କର ସ୍ନେହ ଆଦର ପାଇ ହସ ଖେଳରେ ସମୟ କଟାଉଛନ୍ତି। ଯୁବତୀ କଡ଼ ଲେଉଟାଇ ସେପରି ମାନସ ଚକ୍ଷୁରେ ଦେଖିଲା। ଝିଅର ବୟସ ହେଲା। ବାପା ବର ଖୋଜି ଆଣିଲେ। ଦୁଆର ମୁହଁରେ ବେଦୀରେ ବସି ସମଗ୍ର ଶରୀରକୁ ନୂଆ ଲୁଗାରେ ଘୋଡ଼ି ହୋଇ ସେ ପୁରୋହିତ ମନ୍ତ୍ରଗାନ ଭିତରେ କାହାର ପାଣି ଗ୍ରହଣ କଲା। ଏକଥା ଦେଖି ଅର୍ଦ୍ଧ ସୁସୁପ୍ତ ଅବସ୍ଥାରେ ତାର ସେହି ଦେହଟା ଥରି ଉଠିଲା। ତାର ଲୋମକୂପ କମ୍ପି ଉଠିଲା। ସେ ଉଠି ବସି ପଡ଼ିବାକୁ ଚେଷ୍ଟା କରି ପୁଣି ସେହି ମଇଳା ଲୁଗ ଭିତରେ ମୁଣ୍ଡ ଗୁଞ୍ଜି ପଡ଼ି ରହିଲା। ଏହାପରେ ଦେଖିଲା ସବୁ ଶେଷ। ବିବାହର 6 ମାସ ପରେ ଏହି ମାତୃଶୂନ୍ୟ କୁଠୀର ଭିତରେ ମାତୃହୀନା କିଶୋରୀର ନିରାଭରଣ ଅଙ୍ଗସୌଷ୍ଠବ ସକାଳେ ଝଡ଼ି ପଡ଼ିଥିବା ଗଙ୍ଗଶିଉଳି ଫୁଲ ପରି ପଡ଼ି ରହିଥିଲା। ତାକୁ କିଏ ଗୋଟାଇ ନେଇ ଦେବତାଙ୍କ ମସ୍ତକରେ ଦେବ? ସମାଜରେ ସେ ବିଧାନ ନାହିଁ। ଏ ଦୃଶ୍ୟ ଦେଖୁ ଦେଖୁ ଯୁବତୀର 2 ଆଖିରୁ 2 ଟୋପା ନିର୍ମଳ ଲୁହ ଝରି ପଡ଼ି ସେଇ ମଇଳା ଲୁଗ ଭିତରେ କୁଆଡ଼େ ମିଶିଗଲା। ସେତିକିବେଳେ ତା ମୁହଁରୁ ଅଜାଣତରେ ପଦେ ବାହାରି ପଡ଼ିଲା, ବୋଉଲୋ। ବୋଉ ସେଠାରେ ନଥିଲା। ସେ ତ ଚାଲି ଯାଇଥିଲା ବହୁଦିନ ତଳୁ। ବାପା ବି ଚାଲି ଯାଇଥିଲେ। ସେ ଦେଖିଲା ସେହି କୁଡ଼ିଆ ଭିତରେ ସେଇ ନିରାଭରଣ ଝିଅଟିକୁ ବାପା ତାର ପାଠ ପଢ଼ାଇବାରେ ଲାଗିଛନ୍ତି। ସେ ସିଲେଇ ଶିଖିଲା, ସେ ବହି ପଢ଼ି ଜାଣିଲା, ସେ ଲେଖିପାରିଲା, ସେ ହିସାବପତ୍ର ରଖିପାରିଲା। ଏହିପରି ସମୟରେ ନାରୀ ଆନ୍ଦୋଳନର ଏକ ଜୁଆର ସେ ଅଞ୍ଚଳରେ ଖେଳିଗଲା। ସେହି ଜୁଆରରେ ତାର ବାପା ଭାସି ଯାଇ ପାଖ ଗାଁ ପ୍ରାଇମେରୀ ସ୍କୁଲରେ ଝିଅକୁ ଲଗାଇ ଦେଲେ। ତେଣିକି ତାର ନାଁ ହେଲା ନୀଳ ମାଷ୍ଟରାଣୀ। ଯୁବତୀ ମଇଳା ଲୁଗା ଭିତରୁ ମୁହଁ ଟେକି ଦେଖିଲା, ନୀଳ ମାଷ୍ଟରାଣୀ ମଧ୍ୟ ତାକୁ ଆଉ ଦେଖାଯାଉ ନାହିଁ। ବାପା ଚାଲି ଯାଇଛନ୍ତି। ଯେଉଁଠାକୁ ଗଲେ ଆଉ କେହି ଫେରନ୍ତି ନାହିଁ। ଭାଇ ଚାଲି ଯାଇଛି ପାଖରୁ ଦୂରକୁ। ନୀଳ ମାଷ୍ଟରାଣୀ ଗଲା କୁଆଡ଼େ? 3 ଖଣ୍ଡ ଗାଁ ଭିତରେ ମଝି ଗାଁରେ ନୀଳ ମାଷ୍ଟରାଣୀ। ମାଷ୍ଟରାଣୀ ହୋଇ ରହିଲା। ତାକୁ ବୁଢ଼ାମାନେ ନିନ୍ଦା କଲେ, ଯୁବକମାନେ ପ୍ରଶଂସା କଲେ, ଛାତ୍ରଛାତ୍ରୀମାନେ ମା ପରି ଦେଖିଲେ।
ନୀଳମାଷ୍ଟାଣୀ ଏ ଗାଁରେ ପାଠ ପଢ଼େଇ ସେ ଗାଁରେ ତାର ସେଇ ପିତୃମାତୃହୀନ କୁଡ଼ିଆ ଘରକୁ ଫେରିଯାଇ ସ୍ନେହର ଭାଇକୁ ମଣିଷ କରିବାରେ ଲାଗିଲା। ଯୁବତୀ ଛଟପଟ ହୋଇ ମୁହଁ ମାଡ଼ି ଅତି ପବିତ୍ର ଦୃଶ୍ୟ ଦେଖିଲା। ଯେଉଁ ଗାଁରେ ନୀଳମାଷ୍ଟାଣୀ ପିଲାଙ୍କୁ ପାଠ ପଢ଼ାଉଛି ସେଇ ଗାଁରେ କେତେକ ଯୁବକଙ୍କ ଉଦ୍ୟମରେ ଗୋଟିଏ ଯାତ୍ରା ଦଳ ବାହାରିଲା। ରାମଲୀଳା, କୃଷ୍ଣଲୀଳା ଓ ଭାରତ ଲୀଳା ଏହିପରି କେତେ ଲୀଳା ଶିଖିଲେ। ସେଇ ଲୀଳା ଭିତରେ ନୀଳମାଷ୍ଟାଣୀର ଜୀବନ ଲୀଳା ଆରମ୍ଭ ହେଲା। ଭାରତ ଲୀଳାରେ ସେ ଅର୍ଜୁନ ହେଲା। ସେ ହେଉଛି ଦୁଇଟି ଗାଁର ସେବାୟତ ମଦନ ସେଠୀ, ଯାହାର କି ତୃତୀୟ ଗାଁରେ ଘର। ମଦନା ଲାଖବିନ୍ଧା ଲୀଳାରେ ଅର୍ଜୁନ ହୋଇ ଯେତେବେଳେ ଦ୍ରୌପଦୀ ସ୍ୱୟଂବରର ମାଛ ଆଖିକୁ ସର ବିନ୍ଧିଲା, ସେହି ସର ଯାଇ ହୃଦୟ ଚକ୍ର ତଳେ ଅତି ଗୋପନରେ ନୀଳମାଷ୍ଟାଣୀ ଆଖିରେ ବାଜିଲା। ମାନସରେ ଏ ଦୃଶ୍ୟ ଦେଖି ସେହି ଯୁବତୀ ସେହିପରି ମୁହଁ ପୋତି ବଡ଼ ଛଟପଟ ହେଲା। ଦେଖିଲା ମଦନା ସେଠୀର ସର ନୀଳମାଷ୍ଟାଣୀକି ଅନ୍ଧ କରିଦେଲା। ନୀଳମାଷ୍ଟାଣୀ ଆଖି ଥାଇ ମଧ୍ୟ ଅନ୍ଧ ହୋଇ ଦ୍ରୌପଦୀ ବେଶରେ ତା ସଙ୍ଗେ ସଙ୍ଗେ ଚାଲିଗଲା। ତାର ଶିକ୍ଷକତା ଗଲା, ତାର ଭ୍ରାତୃସ୍ନେହ ଗଲା, ତାର ସମାଜ ବନ୍ଧନ ଗଲା। ସେ ଲୋକପବାଦକୁ ଡରିଲା ନାହିଁ, ସମାଜର ବନ୍ଧନକୁ ମାନିଲା ନାହିଁ, ଗାଁବାଲାଙ୍କ କଥା ଶୁଣିଲା ନାହିଁ। ନିଜର ପିତୃ ପିତାମହଙ୍କ କୁଟୀର ଛାଡ଼ି ସମାଜର ସକଳ ମମତା ହରାଇ ଚାଲିଗଲା ମଦନା ସାଙ୍ଗରେ। ଓହୋ, କି ଦାରୁଣ ଦୃଶ୍ୟ! ମାସ ଦୁଇଟା ନୀଳମାଷ୍ଟାଣୀ ମଦନା ଘରେ ବୋହୂ ହୋଇ ରହିଲା। ତାପରେ ଆସିଲା ଭୀଷଣ ପରିସ୍ଥିତି। ନାଟ ଆଖଡ଼ା ଭାଙ୍ଗିଗଲା। ଅର୍ଜୁନଙ୍କ ଲାଖବିନ୍ଧା ସରିଗଲା। ନୀଳମାଷ୍ଟାଣୀର ଦ୍ରୌପଦୀ ବେଶ ଲୁଚିଗଲା। ମଦନା ଖାଇଲା ମଦ। ନୀଳମାଷ୍ଟାଣୀ ମନା କଲା। ତାପରେ ଝଗଡ଼ା, ତାପରେ ଲୁଗା ବୁଜୁଳା କାନ୍ଧରେ ପକାଇ ନୀଳମାଷ୍ଟାଣୀ ଚାଲିଲା ଧୋବଣୀ ବେଶରେ ପୋଖରୀ ତୁଠକୁ। ଲଜ୍ଜା ଅପମାନ ତା ମୁଣ୍ଡ ଉପରେ ଏତେ ଭାର ହେଲା ଯେ ପିଠିରେ ମଇଳା ଲୁଗାର ଭାର ନଥାଇ ମଧ୍ୟ ସେ ସବୁବେଳେ ମୁଣ୍ଡ ପୋତି ରହିଲା। ଯୁବତୀ ଏତିକି ବେଳେ ମଇଳା ଲୁଗା ଭିତରୁ ମୁହଁ ଟେକି କାତର ଭାବରେ କାହାର ଆଶ୍ରୟ ନେବ ବିଚାର କରି ବସି ଉଠି ଦେଖେ ତ ସେ ହେଉଛି ସେଇ ଅତୀତର ନୀଳମାଷ୍ଟାଣୀ। ସେ ହେଉଛି ଆମ ଗାଁର ମାତୃହୀନ ଦୁଇଟି ଶିଶୁ ଭିତରୁ ଗୋଟିଏ, ଯିଏକି ଖୁବ୍ ଦୂରକୁ ଚାଲିଯାଇଛି। ସେହି ପୂର୍ବର ନୀଳମାଷ୍ଟାଣୀ ଓ ଏବର ନୀଳ ଧୋବଣୀ ମଇଳା ଲୁଗା ଭିତରେ ପଡ଼ି ରହି କ'ଣ ଭାବୁ ଭାବୁ ବେଳ ବୁଡ଼ି ରାତି ହେଲା। ରାତି ଦୁଇ ପହରକୁ ଗଡ଼ିଲା ପରେ ପଡ଼ିଶା ଘରେ ପାଟିତୁଣ୍ଡ ଶୁଭିଲା। ନୀଳ ଧୋବଣୀ ପାଗଳିନୀ ପରି ଦୁଆର ଫିଟାଇ ପଡ଼ିଶା ଘରେ ପଶି କହି ପକାଇଲା, ଯାହା ଆଣିଛ ଦିଅ ମୋତେ ଚାଖିବାକୁ। ମୋ ଭାଇର ପରା ଭୋଜି ଘର। ମୁଁ ସେଠି ଥିଲେ ପରା ତୁମକୁ ଦେଇଥାନ୍ତି ଭୋଜି, ତୁମକୁ ଦେଇଥାନ୍ତି ଅଇଁଠା ଭାତ ତରକାରୀ, ମୋତେ ତୁମେ ଦେବ ନାହିଁ। ପଡ଼ିଶା ଘରର ବୋହୂଟିଏ ମୁଣ୍ଡ ପୋତି ରହି ଭାବିଲେ, ନୀଳମାଷ୍ଟାଣୀ ଆହୁରି ଧୋବଣୀ ହୋଇନାହିଁ। ସେଦିନ ଗଲା। ଭାଇର ଭୋଜି ଘର କଥା ଭାବି ଭାବି ନୀଳମାଷ୍ଟାଣୀ ତା ଆରଦିନ ତୁଠକୁ ଗଲା ନାହିଁ। ଭାଉଜର ବଉଳ ପାଟ ପଡ଼ିଶା ଘରର ବୋହୂ କାଚି କରି ଦେବାକୁ ଆଣିଥିଲା। ନୀଳମାଷ୍ଟାଣୀ କାକୁତି ମିନତି ହୋଇ କହିଲା, ମୁଁ କାଚିଦେବି, ଦେ କାଚିଦେବି। ମୋ ଭାଉଜର ବଉଳ ପାଟ ମୋତେ ଦେ, ମୁଁ ଧୋଇ ଆଣିବି। ସେଇଆ ହେଲା। ନୀଳମାଷ୍ଟାଣୀ ବଉଳ ପାଟକୁ ଧୋଇ ଆଣି ଆଉ ପଡ଼ିଶା ଘରକୁ ଫେରାଇଲା ନାହିଁ। ତାଗିଦା ଆସିଲା ଆର ଗାଁରୁ। ବଉଳ ପାଟ ଫେରାଇଲେ ତେଣେ ସେ ଘରେ ଶୁଭ କାର୍ଯ୍ୟ ବଢ଼ିବ। କିନ୍ତୁ ଫେରାଇବ କିଏ? ତାହା ଯେ ନୀଳମାଷ୍ଟାଣୀ ହାତରେ। ଶୁଣାଗଲା ନୀଳମାଷ୍ଟାଣୀ କହୁଛି, ଭାଇ ନ ଆସିଲେ ଫେରାଇବ ନାହିଁ। ଭାଇ ଆସିବ ଧୋବା ଘରକୁ ନାନୀ ବୋଲି ସମ୍ବୋଧନ କରିବାକୁ। କଥାଟା ଅସମ୍ଭବ ହୋଇ ଉଠିଲା। ତିନି ଖଣ୍ଡ ଗାଁରେ, ଯେଉଁ ଗାଁରେ ନୀଳମାଷ୍ଟାଣୀ ଜନ୍ମ ହୋଇଥିଲା, ଯେଉଁ ଗାଁରେ ମାଷ୍ଟରାଣୀ ହୋଇଥିଲା ଓ ଶେଷରେ ଆଉ ଯେଉଁ ଗାଁରେ ଧୋବଣୀ ହୋଇ ସେ ଦୁଇ ଗାଁର ମଇଳା ଲୁଗା ସଫା କଲା, ସବୁଆଡ଼େ ଚହଳ ପଡ଼ିଗଲା। ତେଣେ ଭାଇ ଘରେ ବସି ଭାବିଲା, ଯେ ଥିଲା ନାନୀ ତା ପାଖକୁ ଯିବି କି ନାହିଁ। ରାତି ହେଲା ପହର, ଯିବ କି ନାହିଁ ଭାବି ଭାବି ଭାଇ କେତେବେଳେ ଯେ ଆସି ଭଉଣୀ ଘରେ ପହଞ୍ଚି ଯାଇଛି ସେ ସମୟ ଜ୍ଞାନ ନାହିଁ ତାର। ଡାକିଲା ନାନୀ। ସେତିକିବେଳେ ଚଉତା ହୋଇଥିବା ବଉଳ ପାଟ ଖଣ୍ଡି ହାତରେ ଧରି ଆଲୁଲାଳିତ କେଶା ବିଚିତ୍ର ବଦନା ଅଶ୍ରୁମୁଖୀ ନୀଳମାଷ୍ଟାଣୀ ଭାଇକୁ ଅନ୍ଧାରରେ ଜାକି ପକାଇ କହିଲା, ମୁଁ ଚାଲି ଆସିଲି ବୋଲି ତୁ ଚାଲି ଆସିଲୁ? ଲୋକେ ବୋଲିବେ କ'ଣ ତୁ ମଧ୍ୟ କୂଳରେ କଳଙ୍କ ଲଗାଇବୁ? ଫେରିଯା। ଭାଇ ଫେରିଯାଇ ଆନନ୍ଦ ମୁଖରିତ ତାର ସେଇ କୁଡ଼ିଆ ଭିତର ଆଲୁଅରେ ଦେଖିଲା କାହାର ଲୁହ ତା ହାତରେ ଲାଗିଛି, କାହା ସ୍ନେହର ସ୍ପର୍ଶରେ ତାକୁ ବିଚଳିତ କରି ପକାଇଛି, କାହାର ଅନୁତାପ ବାଣୀ ତା ପ୍ରାଣକୁ ମନ୍ଥି ପକାଇଛି। ବଉଳ ପାଟ ଭାଇ ହାତରେ ଦେଖି ସମସ୍ତେ ହେଲେ ଆବାକ୍। ଏହିପରି ବିଶିଷ୍ଟ ଲେଖକମାନଙ୍କ ଲେଖା ସହିତ ଅନ୍ୟ ମର୍ମସ୍ପର୍ଶୀ ଲେଖାଗୁଡ଼ିକ ଜାଣିବା ପାଇଁ ଚ୍ୟାନେଲ ସହିତ ଯୋଡ଼ି ହୋଇ ରୁହନ୍ତୁ। ଯେଉଁମାନେ ପ୍ରଥମ ଥର ପାଇଁ ଚ୍ୟାନେଲଟିକୁ ଦେଖୁଛନ୍ତି ସେମାନେ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ରେ ଅଲ୍ କ୍ଲିକ୍ କରନ୍ତୁ। ଯାହାଫଳରେ ଯେଉଁ ନୂଆ ଭିଡ଼ିଓ ଅପଲୋଡ଼ ହେବ ତାହା ଫାଷ୍ଟ ଆପଣଙ୍କ ପାଖରେ ପହଞ୍ଚି ପାରିବ।